ସୁଖର ଆଭାସ ତୁମେ ପାଅ, ତାହା ମଧ୍ୟ ସେଇ ଭଗବାନଙ୍କର। ସୁଖ ଏବଂ ସୁଖର ଆଧାର କେବଳ ସେଇ ଭଗବାନ। ଇନ୍ଦ୍ରିୟ ଗ୍ରାହ୍ୟ ବିଷୟରେ ଯେଉଁଠାରେ ସୁଖର ଆଭାସ ମିଳୁଛି ତାହା ଅନିତ୍ୟ ଓ କ୍ଷଣସ୍ଥାୟୀ। ସେହି କ୍ଷଣସ୍ଥାୟୀ ଇନ୍ଦ୍ରିୟ ପ୍ରୀତିକର ଦ୍ରବ୍ୟରେ ଅଧିକ ସମୟ ସୁଖ ମିଳିପାରିବ ନାହିଁ। ମନେକର ଗୋଟିଏ ଗୋଲାପ ଫୁଲ। ଗୋଲାପ ଫୁଲ ତୁମ ମନକୁ ଆକର୍ଷଣ କଲା, କିନ୍ତୁ ତାହା କେତେ ସମୟ ପାଇଁ? ଅଧିକ ହେଲେ 1 ଘଣ୍ଟା ପାଇଁ, ଘଣ୍ଟା ପାଇଁ। ଏହା ପରେ ଆକର୍ଷଣ କମିଯିବ। ଫୁଲରେ ଯେତିକି ସମୟ ସୌନ୍ଦର୍ଯ୍ୟ ବିଦ୍ୟମାନ ଥିଲା, ତୁମ ମନ ଫୁଲ ପ୍ରତି ସେତିକି ସମୟ ପାଇଁ ଆକୃଷ୍ଟ ଥିଲା। ଘଣ୍ଟାକ ପରେ ପାଖୁଡା ଗୁଡ଼ିକ ଝାଉଁଳି ଯିବାରୁ ଫୁଲ ସୌନ୍ଦର୍ଯ୍ୟହୀନ ହୋଇଗଲା। ସେତେବେଳେ ତୁମ ମନ ଗୋଲାପରେ ଆଉ ଆକୃଷ୍ଟ ହୋଇପାରିବ ନାହିଁ। ଜଗତର ପ୍ରତ୍ୟେକ ଇନ୍ଦ୍ରିୟ କାର୍ଯ୍ୟ ବିଷୟ ଏହିପରି କ୍ଷଣଭଙ୍ଗୁର। ଏକମାତ୍ର ଭଗବାନ ପୂର୍ଣ୍ଣ ଏବଂ ପୂର୍ଣ୍ଣ ଆନନ୍ଦର ଆଧାର ହେଉଛନ୍ତି ସେଇ ଭଗବାନ। ଭଗବାନଙ୍କୁ ପାଇଲେ ନିରବିଚ୍ଛିନ୍ନ ସୁଖ, ପୂର୍ଣ୍ଣ ସୁଖ ମିଳିପାରେ।